ମୁଁ ଛୁଆ ବିନା ମୁଁ ବଞ୍ଚି ପାରିବିନି। ମୁଁ ଗୋଡ଼ ଖାଲି କରିଦିଅନି, ମୋ ହାତ ଯୋଡୁଛି, ମୋ ଛୁଆକୁ ଦେଇଦିଅ, ମତେ ଦେଇଦିଅ, ମୋର ସେ ଜାଗା ବାଡ଼ି ଦରକାର ନାହିଁ। 22 ତାରିଖ ଦିନ ପୁଅ ସେଠି ଖେଳୁଥିଲା ଘର ପାଖରେ। ମୁଁ ଲାଟ୍ରିନ୍ ଯାଇଥିଲି, ମୁଁ ଆସିଲି, ପୁଅ ପାଟି କଲି, ତାଙ୍କ ଘରକୁ ଗଲେ ସୋଦାସୋଦି କରନ୍ତି। ଆଉ ମୁଁ ପୁଅ ପାଟି କଲି ଯିବୁନି ପୁଅ କହିଲି ତାକୁ, ତାପରେ ସେ ପଳେଇ ଆସିଥିଲା। ତାପରେ ମୁଁ ସେଠି ବାରିରେ କ'ଣ କାମ କରୁଥିଲି, ସିଏ ତା ଭିତରେ କେତେବେଳେ ସିଏ ଡାକିଛନ୍ତି ପଳେଇ ଯାଇଛି। ପଳେଇଗଲା ପରେ ସେ କହୁଛି ଜିଦ୍ ମାମା ବାବା ମୋତେ ମିଠା ଖାଇବାକୁ ଦେଇଥିଲେ। ପିତା ପ୍ରଶାନ୍ତ କୁମାର ଦାସ ଆଉ ସରୋଜିନୀ ମଲ୍ଲିକ, ଯେଉଁ ଲିପି ଦାସ, ଆଉ ସିଏ ମିଠା ଦେଇଥିଲେ। ମିଠା କ'ଣ ପିତା ଏମିତି କ'ଣ ଲାଗିବ, ଥଣ୍ଡା ଦେଇଥିଲେ ପିଇବାକୁ। ଆଉ ତାକୁ କହିଥିଲେ ଘରେ କିଛି କହିବୁନୁ। ସିଏ ତାପରକୁ ଆସିଥିଲା। ଆସିଲା ପରେ ଘଣ୍ଟାଏ କି କ'ଣ ଏମିତି କ'ଣ କିଛି ଟାଇମ୍ ପରେ ନେଳିଆ ବାନ୍ତି ହେଇଥିଲା। ନେଳିଆ ବାନ୍ତି ହେବାରୁ ଆମେ PHC ନେଇକି ଯାଇଥିଲୁ। PHCରେ ଇଞ୍ଜେକ୍ସନ୍ ଦେଇଥିଲେ, ମେଡ଼ିସିନ୍ ଲେଖି ଦେଇଥିଲେ। ଡକ୍ଟର ତ ଯେଉଁ ICରେ ଥିଲା, ICରୁ ନର୍ମାଲ୍ ICକି ଯେଉଁ ପଠାଇଥିଲେ, ସେଠି ପୁଅକୁ ଦିଆଯାଉଥିଲା 2ର ଅକ୍ସିଜେନ୍। ଆଉ ସିଏ ପୁଅକୁ ଦରକାର ହେଉଥିଲା 5ର ଅକ୍ସିଜେନ୍ ଦରକାର ହେଉଥିଲା। ସେ 5 ବି ଯାକେ ଦିଆ ହେଉଥିଲା। ସିଏ ଆଉ ଗୋଟେ ସାର୍ ଅଛନ୍ତି, ସିଏ ପୁଅର ଇଏ ବନ୍ଦ କରିଦେଇ ଅକ୍ସିଜେନ୍ଟାକୁ କମେଇ ଦେଇଥିଲେ। ଆଉ ମୋତେ କହିଥିଲେ ଅକ୍ସିଜେନ୍ ତୁମେ ମନ ଇଚ୍ଛା ଦେବନି। ଆଉ ଅକ୍ସିଜେନ୍ ଆମେ କମେଇଲେ ସେ ପୁଅଟା ସୁସ୍ଥ ହେଇ ଆସିବ, ଅକ୍ସିଜେନ୍ରୁ ମାନେ ବାହାରିଯିବ। କିନ୍ତୁ ସେ ସେଇ ଟାଇମ୍ରେ 2 ଯେତେବେଳେ କରିଦେଲେ, ମୋ ପୁଅ ବାଡ଼େଇ ଛାଟି ହେଲା, କହିଲା ବାପା ମୁଁ ନିଶ୍ୱାସ ନେଇପାରୁନି, ଅକ୍ସିଜେନ୍ ବଢ଼ାଅ, ଅକ୍ସିଜେନ୍ ବଢ଼ାଅ। ଦୀପ୍ତି ମ୍ୟାଡ଼ାମ୍ ଆସି ଗୋଟେ ଜାବଡ଼ା ମାରିଥିଲେ ପୁଅକୁ। ଆଉ ସେଠୁ ସେ ଯେଉଁ ସାର୍ ଯେଉଁ ଆଉ ଗୋରା ହେଇକି ସାର୍ ଜଣେ ଅଛନ୍ତି ହେଲା, ସିଏ ବି କିଛି କହିଲେ ନାହିଁ। ତାପରେ ସାଙ୍ଗେ ସାଙ୍ଗେ ମୋ ପୁଅ ଆଖିରୁ ଲୁହ ବାହାରି ଯାଇଥିଲା, ସାଙ୍ଗେ ସାଙ୍ଗେ ପଡ଼ିଥିଲା। ତାପରେ ସାର୍ ମାନେ ଆସିକି ତାକୁ ସାଙ୍ଗେ ସାଙ୍ଗେ ପାଟିରେ ପାଇପ୍ ପୁରେଇଥିଲେ ହେଲା, ପୁରେଇକି ସେଠୁ ତାପରେ କହିଲେ ଏଠିକି ଫେଣି ବଡ଼ ICକି ପଠାଇଥିଲେ। ଆଉ ତାପରେ ବଡ଼ ICରେ ବି କହିଥିଲେ ଟିକେ ଇମ୍ପ୍ରୁଭ୍ କରୁଛି, ତାପରକୁ ଖରାପ ହେଇଯାଉଛି। ସାର୍ ବି ବୁଝେଇଲେ ତାର ଆଉ କିଛି ନାହିଁ, କିଡ଼ନୀ ଇଏ ସେ ତ ନଷ୍ଟ ହେଇଛି, ଫୁସ୍ଫୁସ୍କୁ ଆଟାକ୍ କରୁଛି, ଫୁସ୍ଫୁସ୍ ହାର୍ଡ଼ ହେଇଯାଉଛି। ଆଉ ତାପରେ ବି ଚେଷ୍ଟା କରିଥିଲେ ସାର୍ ମାନେ ଏଠି ଯେଉଁ ବଡ଼ ICରେ। ତାପରେ SC ମେଡ଼ିକାଲ କାଲି ପଠାଇଥିଲେ ଯେ ଫୁସ୍ଫୁସ୍ ଯଦି ଲାଗିଯିବ ପୁଅ ଭଲ ହେଇଯିବ। ମୁଁ କାଲି ନେଇକି ଯାଇଥିଲି, ସେ ମ୍ୟାଡ଼ାମ୍ ବି ଲେଖିଥିଲେ। ଦେଖନ୍ତୁ ମୁଁ ବର୍ତ୍ତମାନ ଚାହୁଁଛି ଯେ ହଁ FIR ଦେଇଛି। ସେ ସାର୍ IC ସାର୍ ତଦନ୍ତ କରୁଛନ୍ତି ଯେ ସାର୍ ମୁଁ ତ ଦେଇଛି ବାବୁ ଦାସ, ଯମୁନା ଦାସ ଆଉ ପବିତ୍ର ଦାସ, ଏଇମାନେ କହିଲା ପରେ ହିଁ ଏଇମାନେ କରୁଛନ୍ତି। କାରଣ ସିଏ ସେତେବେଳେ ନିଆଁ ଲଗେଇଥିଲେ ବି ସେଇ ପିଲା ଆରେଷ୍ଟ ହେଇଥିଲା, ପ୍ରଶାନ୍ତ କୁମାର ଦାସ। ଏଇମାନଙ୍କ ମାନେ ଥ୍ରୁରେ ହେଉଛି, କାରଣ ଜମିବାଡ଼ି ନେବା ପାଇଁ ସିଏ ବି କିଛି କରିପାରନ୍ତି। ଗାଈ ଗାଡ଼ି ପୋଡ଼ି ଦେଇଥିଲେ। ପୋଲିସର ନିଷ୍କ୍ରିୟତା ଭାବୁଛନ୍ତି କି ଏତେ ପରେ? ଆଗରୁ ତ ଆମକୁ ମିଛ କେସ୍ ଫସେଇଛନ୍ତି। ସେଠି ସେ ପଇସା ଖାଲି ଖର୍ଚ୍ଚ କରୁଛନ୍ତି। କହିଲେ 80 ଲକ୍ଷ ମୁଁ ନେଇ ଆସିବି, ବର୍ବାଦ କରିଦେବି ତମକୁ, ବାବୁ ଦାସ ସିଏ କହୁଥିଲେ, ଧମକଉଥିଲେ। ତାପରେ ଏବେ ପୁଅ ଚିକିତ୍ସିତ ହେଲା ଅବସ୍ଥାରେ ବି ସେଠି ଗାଁରେ ପୁରା ମାନେ ହାଣ୍ଡି ମାରିଦେବି ଏମିତି। ପୁଅ ତମେ ଯେଉଁ ସକାଳେ ତମକୁ କିଏ ଡାକିଲା? କିଏ? ଜିତ୍ ମାମା? ହଁ ଜିତ୍ ମାମା ବାବା ଡାକିଲେ। ମାରିଦେଲେ ମିଶିକି, କି ଜାଗା ଦେବେ? ମୋ ଛୋଟ ଭାତରେ ଖାଇବା ଶିଖିନି, ତାକୁ ମାରିଦେଲେ। ପୂର୍ବରୁ ଆପଣଙ୍କ ଘର ମଧ୍ୟ ସେ ପୋଡ଼ି ଦେଇଥିଲେ, ଗୋଟେ ଅଭିଯୋଗ ଥିଲା। କାହିଁକି, ଉଦ୍ଦେଶ୍ୟ କ'ଣ? ଘର ସମ୍ପତ୍ତି ନେବା ପାଇଁ? ସମ୍ପତ୍ତି ନେବା ପାଇଁ। ସେଠି ଆମେ ନ ରହୁ ବୋଲି ସେମାନେ ଚାହାନ୍ତି। ବର୍ତ୍ତମାନ ଆପଣ ଚାହୁଁଛନ୍ତି? ମୁଁ ନ୍ୟାୟ ଚାହୁଁଛି, ମୋ ପୁଅ ନ୍ୟାୟ ଚାହୁଁଛି। ଯିଏ ମୋ ପୁଅକୁ ମାରିଛି ତାକୁ ତୁରନ୍ତ ମୋ ଆଖି ଆଗରେ ଜାଳିଦେଲେ ମୁଁ ଶାନ୍ତିରେ ମୋ ପୁଅ ସେଇ ପର୍ଯ୍ୟନ୍ତ ପୋଡ଼ିବିନି। ନା ପୋଲିସ କିଛି ବି ବୁଝୁନି। ଡକ୍ଟର କହିଲେ କି ବିଷ ଦେଇଛି ଆମେ ଜାଣିପାରୁନୁ। ଏ ବିଷକୁ ମାନେ ଆମେ ମେଡ଼ିସିନ୍ ନାହିଁ ବୋଲି କହୁଛନ୍ତି। ଯେଉଁ ଟେଷ୍ଟ କରିବାକୁ ନେଇଛନ୍ତି ଦିଲ୍ଲୀରୁ, ରିପୋର୍ଟ ଆଇଲା କି ନହେଲେ ମୁଁ ଆଜି ଯାଏଁ ଖବର ପାଇଥିଲି। ସେ ପିଲାକୁ ଆରେଷ୍ଟ କରାଯାଉନି। 2 ଥର ମୁଁ ସେଇ କଥା ପଡ଼ିଛି। ସେ ଆସିକି ବୟାନ ନେଇକି ଗଲା ପୋଲିସ, ଏ ପର୍ଯ୍ୟନ୍ତ ଆରେଷ୍ଟ କରୁନି। ଇନଭେଷ୍ଟିଗେସନରେ ତ ପୁରା ମୁଁ ତାକୁ ଡିସକ୍ଲୋଜ୍ କରିବାକୁ ଚାହୁଁନି, କିନ୍ତୁ ଆମେ ଯେତିକି ଇଏ କରିଛୁ ତଦନ୍ତ ଚାଲିଛି। ଆମେ ଯେଉଁ ଯାହାଙ୍କ ନାଁରେ ସେମାନେ ଆଲିଗେସନ୍ କରୁଛନ୍ତି
एविडेंस कलेक्ट करा होची सर एते दिन हला एफआईआर दियाले एविडेंस को कलेक्ट हेई पल्लन ए पर्यंत गिरफ होई पल्ले कि अभियुक्त गोटे नाबालक को मार दिया वाला गोटे अति निर्मम भाव मार दिया वाला तार जो दिया है जो एलिगेशन था से एलिगेशन टा भले कि वेरीफाई करा है कि एक्शन लिया कोन विषय दिया जाइला सेटा किछि जणा पनि ना सेटा एटा पचर पचर करा हितला से एमती हमर पाखरे सेमती स्ट्रांग एविडेंस ए पनि मिले तापर जोडा हमर पठा हिछि स्पेशली हमें तदंत ठीक इयर करछु तरबरी है कि जेतु गोटे सेंसिटिव इश्यूटा अछि छोट छुआ नै तो आम तरबरिया कौन तरबरिया कौन आम बेसी माने कले मोर इन्विटेशन लुज हो मुझे भावी तेणुक मुझे 4-5 जन ना एलिगेशन बुढ़ी माँ बापू भी जाने राई पड़ोसा भी अच्छे पचारि पारती क्या हाथ पतई मागे दियो मो छुआ खाइब बोली